ଆଜି ଗୋଟେ ଗୋଟେ ସିଙ୍ଗିଂ ବାଉଲ୍ ବିଷୟରେ ମୁଁ ଟିକେ କହିବା ପାଇଁ ଯାଉଛି। ଦେଖନ୍ତୁ ଏଇଟା ଗୋଟେ ସୁନ୍ଦର ଗୋଟେ ବାଉଲ୍ ହେଇଛି, ଯେଉଁଥିରେ କି ଯେଉଁ ଭାଇବ୍ରେସନ୍ଟା ଏତେ ଆମକୁ ଶାନ୍ତି ପ୍ରଦାନକାରୀ କରିବ। ଦେଖନ୍ତୁ ପୁରା ଯେମିତି ଗୋଟେ ଓମ୍ ଉଚ୍ଚାରଣ ଯେମିତି ଆସୁଛି। ଏବଂ ତାର ବୈଚିତ୍ରତା ହେଲା ଯେ ଏଇ ବଲ୍ଟା ହିମାଳୟ ଅଞ୍ଚଳରେ ଥିବା ବୁଦ୍ଧିଷ୍ଟ ସନ୍ନ୍ୟାସୀମାନେ ଏମାନେ ବ୍ୟବହାର କରନ୍ତି। ଏବଂ ସେଇ ଯେଉଁ ସାଉଣ୍ଡଟା ବାହାରେ, ସେ ସାଉଣ୍ଡଟା ମାନେ ମେଣ୍ଟାଲି ପିସ୍ ଦିଏ। ଯଦି ଷ୍ଟ୍ରେସ୍ ଥିବ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ସେଟା କରେ। ଏବଂ ଗୋଟେ ଭିତରୁ ଗୋଟେ ମାନେ ଇଣ୍ଟରନାଲି ଗୋଟେ ଆନନ୍ଦ ପ୍ରଦାନ କରେ ତାର ଶବ୍ଦଟା। ଦେଖନ୍ତୁ କିଭଳି ଭାବରେ। ଏବଂ ତାର ଆଉ ଗୋଟେ ଆଶ୍ଚର୍ଯ୍ୟ ହେଲା, ଯଦି ଆପଣ ତା ଚାରିପଟେ ଏମିତି ଘଷିବେ ତାହେଲେ ଧୀରେ 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 ଶବ୍ଦ ବାହାରି ଧୀରେ 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 ସେଟା ତାର ଇନକ୍ରିଜ୍ ହେବ। ଦେଖନ୍ତୁ ମୁଁ ବତଉଛି ସେ ଜାଗାରେ, ଦେଖନ୍ତୁ କିଭଳି ଭାବରେ। କେବଳ ସୁନ୍ଦର ଶବ୍ଦ ବାହାନା ଧୀରେ 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 ଯେତେ ଘୁରେଇବେ, ଗୋଟେ ବାଡ଼ି ତାର ଗୋଟେ କାଠର ବାଡ଼ି ସେମାନେ ପ୍ରଦାନ କରିଦେଇଛନ୍ତି। ଯେତେ ଘୁରେଇବେ ସେ ଅନୁସାରେ ତାର ଶବ୍ଦ ଧୀରେ ଧୀରେ ବଢ଼ିଯିବ। ତେଣୁ ଏଇଟା କୁହାଯାଏ ସିଙ୍ଗିଂ ବାଉଲ୍, ଯେଉଁଟାକି ନେପାଳରେ ବେଶୀ ବ୍ୟବହାର କରନ୍ତି। ତାପରେ ଆମର ସାରନାଥ ଏରିଆରେ ମଧ୍ୟ ବି ବୁଦ୍ଧିଷ୍ଟ ସୈନିକମାନେ ସେଟା ବ୍ୟବହାର କରନ୍ତି।